हेलो जयजी जय जी भाई। ଶୋଇବାକୁ ବାହାରିଥିଲ କି? ଆଜ୍ଞା ନାଇଁ କହୁନାହାନ୍ତି। କଣ କରୁଥିଲ? ଏଇ ଗୋଟେ ମେସେଜ କରୁଥିଲି ଆମ ବ୍ରଡକାଷ୍ଟରେ। ତୋ ପାଖକୁ ବି ଯାଇଥିବ କାହିଁକିନା ତମକୁ ମୁଁ ବ୍ରଡକାଷ୍ଟରେ ଆଡ୍ କରିଛି ତମକୁ ହେଲା। ବ୍ରଡକାଷ୍ଟ କଣ? ମାନେ ଆମର ଗୋଟେ ମେସେଜ କରିବେ ସମସ୍ତଙ୍କ ପାଖକୁ ଯିବ। ଓହୋ। ଯୋଉମାନଙ୍କୁ ମୁଁ ଆଡ୍ କରିଛି ସେ ଯୋଉ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ଭିଡିଓ ଯୋଉ ନାହିଁ, କେତେଟା ଆଡ୍ କରିଛ? 15ଟା ଭଳିଆ ପିଲା ଅଛନ୍ତି। ଓହୋ। ସେ ଶ୍ରୀକୃଷ୍ଣଙ୍କର ଯୋଉ ବିଶ୍ୱରୂପ ନାହିଁ, ହୁଁ। ସେଇ ଭିଡିଓ ତଳେ ଏଇଟା ଲେଖିଥିଲି, ଏଇ ଭିଡିଓଟି ସମ୍ପୂର୍ଣ୍ଣ କୋଡିଂ, ଭିଡିଓରେ ଯାହା ଦେଖାଉଛି ତାକୁ ସତ୍ୟ ଭାବିବା ଭୁଲ। ଏହାର ଅର୍ଥ କିଛି ଏମିତି ବୁଝିଲେ ସହଜରେ ବୁଝିହବ। ଏହି ସୃଷ୍ଟିରେ ଯାହାକୁ ଦେଖୁଛ ସବୁ ଆତ୍ମା, ସବୁ କିଛି ଏକ। ଭିଡିଓଟି ସତ୍ୟ ନୁହେଁ କିନ୍ତୁ ଭିଡିଓ ପଛରେ ଥିବା ବାର୍ତ୍ତା ସତ୍ୟ। ଲୋକେ ଏବେ ବି ଭାବୁଛନ୍ତି ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ସତରେ ଏମିତି। ଏହା କେବଳ ଶାସ୍ତ୍ର ଲେଖିବା ଲୋକର ଦୋଷ। ଏହି ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କାଲି ହବ। ଧାର୍ମିକ ପୁସ୍ତକ ମାନଙ୍କର କଳା ରହସ୍ୟ। ପୁସ୍ତକ କଣ, ଧାର୍ମିକ ପୁସ୍ତକ କଣ ଈଶ୍ୱର ରଚନା କରିଛନ୍ତି? ମାନେ କ୍ୱେଶ୍ଚିନ୍ ମାର୍କ ହେଲା। ଆପଣଙ୍କୁ ବୋକା ବନେଇ ଦିଆଯାଇଛି, ଜାଣନ୍ତୁ ଏହାର ସତ୍ୟତା। କାଲି 9ଟାରେ ଦେଖିବାକୁ ଜମା ଭୁଲିବେ। ସୁନ୍ଦର କଥା ସେଥିରେ ଯେ କହିଛି, ଓ ପୁରା ସିମ୍ପଲ କଥା କହିଛି, ପୁରା ବଢିଆ କରି ବୁଝେଇଛି। ଧ୍ୟାନ ଟା କଣ, କାହିଁକି କରିବ, ଶାନ୍ତି କାହିଁକି ଜରୁରୀ, ତମେ ଜନ୍ମ ମୃତ୍ୟୁ ଚକ୍ରରେ କେମିତି ଫସୁଛ, ସବୁ ବତେଇଛି ସେ ଭିଡିଓରେ। 2 ମିନିଟ ଭିତରେ ବହୁତ କିଛି ଅଛି। ବହୁତ କିଛି ଅଛି। ମାନେ ଗୋଟିଏ ଜିନିଷ ମୁଁ ମାର୍କ କରୁଛି, ତମେ ନିଜେ ସ୍ଥିର ହେଇଯାଅ। ତମେ କଣ ଘଟୁଛି ସବୁ ଜାଣିପାରିବ। ଯେମିତି ସ୍ଥିର ଅଲରେଡି ଅଛି ଆମେ ହେଲା। ଆଜ୍ଞା ହଁ, ସ୍ଥିର ସେ ଆମେ ଦେଖ ଅଛୁ। ଯେମିତି କି ଗୋଟେ ରାସ୍ତାରେ ଗୋଟେ ଯାନ ଯାଉଛି, ଗୋଟେ ଗାଡିରେ ବସି ଗୋଟେ ଲୋକ ଯାଉଥିବା ଲୋକ ସବୁବେଳେ ଭାବେ କି ଗଛ ବୃକ୍ଷ ଚାଲୁଛନ୍ତି, କିନ୍ତୁ ଯିଏ ସ୍ଥିର ସିଏ ଜାଣିଛି କୋଉ ଗାଡି ଚାଲୁଛି। ତ ନା କଣ ସେଟା ଉଦାହରଣ, ସେଟା ମୁଁ ତ ଦେଇଛି ଉଦାହରଣ। ଦେଖ, ଯେତେବେଳେ ଆମେ ଟ୍ରେନରେ ଯାଉଛୁ ବସିକି, ଆମେ ଯେତେବେଳେ ଝରକା ପାଖରେ ଅନଉଛୁ, ଟ୍ରେନର ଝରକାରେ ଅନଉଛୁ ବାହାରକୁ, କଣ ଦେଖାଯାଉଛି, କିଭଳି ଅନୁଭବ ସବୁ ହଉଛି? ଦୌଡୁଛନ୍ତି, ସବୁ ଦୌଡୁଛନ୍ତି। ଚାଲୁଛନ୍ତି। ଇଏ ଗୋଟିଏ ଷ୍ଟେଜ ରହିଲା, ଇଏ ଗୋଟେ ଅନୁଭବ। ଦ୍ଵିତୀୟ ଅନୁଭବ କଣ? ଟ୍ରେନରେ ଆମେ ଯାଉଛୁ, ଆମ ସାଙ୍ଗରେ ଆଉଟା ତା ସାଇଡ ପଟରେ ବା ଟ୍ରେନରେ ଆଉ ଗୋଟେ ଟ୍ରେନ ବି ଯାଉଛି, ସମ ବେଗରେ ସମ ଦିଗରେ ଯାଉଛନ୍ତି। ସେଠି ଆମେ ଯଦି ଅନେଇବା ଗୋଟେ ଝରକା ପାଖରେ ଅନ୍ୟ ଟ୍ରେନ, ସେଠି କଣ ଦେଖାହବ? ସ୍ଥିର ଦିଟା ଦେଖାହେବେ। ସ୍ଥିର ଦେଖାହେବନି କି? ସମ ବେଗରେ ସମ ଦିଗରେ ଯଦି ଆମେ ଯାଉଛେ, ସ୍ଥିର ପରସ୍ପର ଅନୁଭବ କଲେ ସ୍ଥିର ଦେଖାହବ। ଇଏ ପ୍ରଥମ ଅବସ୍ଥା। ଆଉ ଦ୍ଵିତୀୟ ଅବସ୍ଥା, ପ୍ରଥମ ଅବସ୍ଥା ତ ଚଳଚଞ୍ଚଳ ଅବସ୍ଥା ଦେଖିଲେ, ଏଇଟା ହେଲା ସ୍ଥିର ଅବସ୍ଥା। ତ ଇଏକୁ ଆମେ ମନକୁ ଆଉ ଆତ୍ମାକୁ ନବା। ଯଦି ଆତ୍ମା ସ୍ଥିର, ମନ ଚଞ୍ଚଳ ହେଲା କି? ଯଦି ଆତ୍ମା ଚଞ୍ଚଳ, ମନ ଚଞ୍ଚଳ ହବ, ତାହେଲେ ପରସ୍ପର ସ୍ଥିର ଜଣା ପଡିବେ। ହଁ ନୁହେଁ କି? ଦିଟା ନା, ମନ ଆତ୍ମା ଦିଟା କଥା ଆମେ କହୁଛେ ନା ନାଇଁ? ଦିଟା ଚଞ୍ଚଳ ହେଲେ ଦିଟା ଚଞ୍ଚଳ ସ୍ଥିର ହେଇଯିବ। କି ଦିଟା ସ୍ଥିର ହେଲେ ବି ସ୍ଥିର ହବ। କିନ୍ତୁ ଏଠି ଦ୍ଵିତୀୟ ଉଦାହରଣ ପ୍ରଯୁଜ୍ୟ ନୁହେଁ। ଉଭୟ ଚଞ୍ଚଳ ନୁହେଁ କି ଉଭୟ ସ୍ଥିର ନୁହନ୍ତି। ଏଠି ପ୍ରଥମ ଉଦାହରଣ ପ୍ରଯୁଜ୍ୟ। ଗୋଟିଏ ସର୍ବଦା ସ୍ଥିର, ଆଉ ଗୋଟିଏ ସର୍ବଦା ଚଞ୍ଚଳ। ତେଣୁ ଏଥି ପ୍ରତୀୟମାନ ହଉଛି ଯେ, ଯଦି ଆମେ ଚଞ୍ଚଳତାକୁ ଅନୁଭବ କରୁଛୁ, ଏହା ସୁନିଶ୍ଚିତ, ଦୃଢ ନିଶ୍ଚିତ ସତ୍ୟ ଯେ ଗୋଟିଏ ସ୍ଥିର ତତ୍ତ୍ୱ ଅଛି। ସ୍ଥିର ତତ୍ତ୍ୱ ବିନା ଚଞ୍ଚଳତାକୁ ଅନୁଭବ କରିବା ଅସମ୍ଭବ। ବୁଝିପାରୁଛ? ତେଣୁ ମନ ସଦା ସର୍ବଦା ଚଞ୍ଚଳ ହେତୁ ସଦା ସର୍ବଦା ଗୋଟେ ସ୍ଥିର ତତ୍ତ୍ୱ ଅଛି। ସରିଗଲା। ଏଇଟା ବେଦାନ୍ତର ସିଦ୍ଧାନ୍ତ ସରିଗଲା। ଆଚ୍ଛା, ଯୋଉ ଆଉ ଗୋଟେ କଥା ପଚାରିବି। ଧର ମନ ଅସ୍ଥିର ରହୁଛି ହେଲା, ଆମେ ଚାହୁଁଛେ କି ମନକୁ ସ୍ଥିର କେମିତି କରିବା। ଆକ୍ଚୁଆଲି କଥା ହଉଛି କଣ? ସ୍ଥିର ହବ ନାହିଁ। ବାସ୍, ମୋ କଥା ହଉଛି ସେଇଆ। ସ୍ଥିର ହବନି। ମନର ଧର୍ମ ସେଇଟା, ଅସ୍ଥିରତା। ଅସୁବିଧା କଣ ହଉଛି? ମାନେ ଯେମିତି
ଜଳର ପ୍ରକୃତି ବହିବା, ମନର ପ୍ରକୃତି ସେମିତି ବହିବା, ମାନେ ସେ ତମକୁ କଣ୍ଟିନ୍ୟୁସ୍ ମ୍ୟାପିଂ ଜଳ କରୁଥିବ। ସ୍ଥିର ହେଇଯାଉ, ଜଳ କେମିତି ସ୍ଥିର ହବ? ଜଳ ସ୍ଥିର ହେଲେ ସବୁ ସରିଯିବ ତ। ବୁଝିପାରୁଛ ତମେ? ଶୁଣ, ଜଳ ସ୍ଥିର ହଉ କି ବହୁ, ତମେ ତା ଭିତରେ ପ୍ରଭାବିତ କେତେବେଳେ ହବ? ଯେତେବେଳେ ତମେ ତା ଜଳ ଭିତରେ ପଡିବ। ଭିତରେ ପ୍ରବେଶ କରିବ, ହଁ। ସେତେବେଳେ ଜଳ ତମକୁ ପ୍ରଭାବିତ କରିବ। ତମ ବାସ୍। ଯଦି ମାନେ ମାନେ ନଦୀର କଡରେ ରହିବ, ଅତରା ଉପରେ ରହିବ, ହୁଁ ଜଳ ଦ୍ୱାରା ପ୍ରଭାବିତ ହବନି ନା କୂଳରେ ହୁଁ ରହିଲେ। ହୁଁ 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 ତଳ ଭାଗରେ ରହି ଯଦି ନଦୀକୁ ଅନେଇବ, ନଦୀ ବହୁ କି ସ୍ଥିର ରହୁ, ତମକୁ ପ୍ରଭାବିତ କରିପାରିବନି ଜଳ ରାଶି। ହୁଁ ତେଣୁ ମନର ସ୍ରୋତରେ ତୁମେ ଯଦି ବହି ନ ଯିବ, ବା ମନ ଦ୍ଵାରା ତମର କିଛି ପ୍ରାପ୍ତ ହବାର କିଛି ନାହିଁ, ମନ ଠାରୁ କିଛି ଯଦି ନ ଚାହୁଁଛ, ହୁଁ ତାହେଲେ ମନ ଥିବା ଯା ନଥିବା ସେୟା। ବାସ୍। କଥା ବୁଝ, ଏଇଟା ହେଲା ସିଦ୍ଧାନ୍ତ। ସିମ୍ପଲ ତେଣୁ ଏଇ ଜିନିଷ ଯୋଉ ଲୋକ ସିଦ୍ଧାନ୍ତରେ କିଏ କେତେ ଦୂର ମାନେ ସ୍ଥିରତା ପୂର୍ବକ ରହିପାରୁଛି, ଏଇଟା ହେଲା ସାଧନା ଲବ୍ଧ ଜ୍ଞାନ। ତାପରେ ବାସ୍ତବ କଥା ହଉଛି ଅମରତ୍ୱ ଏଇ ଜିନିଷଟା, ମାନେ ଯୋଉ ମନକୁ ଆମେ ୟୁଟିଲାଇଜ କରିବା। ହୁଁ ହୁଁ କାହିଁକି ନା ବୁଝିପାରୁଛ? ଯଦି ମନ ଠାରୁ ତମେ ଦୂରେଇ ଗଲ, ମନର ଷଡଯନ୍ତ୍ରକୁ ଜାଣିଗଲ, ତ ମୃତ୍ୟୁ ଆସିଲେ ବାଧା ହିଁ ହବନି, କିଛି ଜାଣି ହିଁ ପାରିବନି ତମେ ମୃତ୍ୟୁ କଣ। ସିମ୍ପଲ କଥା, ତମେ ତମ ସ୍ଵ ଅବସ୍ଥାରେ ରହିଲ ନା, ସ୍ଵ ସ୍ଥିତ ହେଲ ତମେ। ଆଉ ଶୁଣ, ଏମିତି ମନ ଗୋଟେ ଚାଲ ଚଲଉଛି, ବାସ୍। ସେ ଗୋଟେ ଫ୍ରିକ୍ସନ ଅଫ ସେକେଣ୍ଡ ତୁମକୁ ଭ୍ୟାକେନ୍ସ ଦଉନି, ଗୋଟେ ହୁଁ ଗ୍ୟାପ ଦଉନି। ଯଦି ତୁମକୁ ହୁଁ ଗ୍ୟାପ ଦେଇଦବ, ତାହେଲେ ତମେ ଜାଣିଯିବ ଯେ ତମେ କିଏ? ମୁଁ ସ୍ଥିର, ମୁଁ ସ୍ଥିର। ହଁ। ଯଦି ବ୍ୟାକ୍ ଟୁ ବ୍ୟାକ୍ ଆକାଶରେ ବାଦଲ ଯିବ, ତାହେଲେ ହୁଁ ଆକାଶର ଯୋଉ ନୀଳ ରାଶି ଆମେ ଦେଖିପାରିବାନି। ହୁଁ ବାଦଲ ଯେତେବେଳେ ଡିଷ୍ଟାନ୍ସ ରେ ଯାଏ, ଗୋଟେ ବାଦଲ ହୁଁ ଗଲା ତା ମାନେ 1 କିଲୋମିଟର କି 10 ହାତ କି ଫୁଟେ ଛାଡିକି ଆଉ ଗୋଟେ ବାଦଲ ଯିବ, ସେଇ ଫାଙ୍କରେ ଆମେ ହୁଁ ତା ଭିତରେ ଲୁକାୟିତ ଥିବା ଆକାଶ ରଙ୍ଗକୁ ଦେଖିଦଉ, ଯେ କି ଆକାଶ ସ୍ଥିର, ବାଦଲ ଗତିଶୀଳ, ହଁ କି ନାଇଁ? ହୁଁ ଯଦି ଆକାଶରେ ସଦାସର୍ବଦା ବାଦଲ ଗତିଶୀଳ ଅବସ୍ଥାରେ ଚାଲିଥିବ, ଆକାଶକୁ ଆମେ ସ୍ଥିର ବୋଲି ଜାଣିପାରିବା କି? ନାଇଁ। ନା ଦେଖିପାରିବା? ଦେଖିପାରିବାନି। ତ ଦେଖିବା ଆମ ଲାଗେ ଆକାଶ ହିଁ ଗତିଶୀଳ। ହଁ, ତଦନୁରୂପ ଆମର ମନ ଯେହେତୁ ବୃତ୍ତି ସବୁବେଳେ ଚାଲିଛି, ହୁଁ ଆମ୍ଭର ଯୋଉ ଆକାଶ ସ୍ୱରୂପ ଆତ୍ମ ତତ୍ଵ ସ୍ଥିର ବୋଲି ଆମେ ଅନୁଭବ କରିପାରୁନୁ। ତେଣୁ ସାଧକ ହୁଁ ଯେତେବେଳେ ସ୍ଥିର ହେଇକି ରହେ କିଛି ସମୟ, ଫ୍ରିକ୍ସନ ଅଫ ସେକେଣ୍ଡରେ ସେ ସ୍ଥିରତାକୁ ଦେଖିଦିଏ, ଝଲକ ପାଇଯାଏ, ଯେ ମୁଁ ସ୍ଥିର, ଏ ମନ ଚଞ୍ଚଳ, ସିଏ ଆଉ ହଲେ ନାହିଁ, ହେଲା। ସେ ସ୍ଥିରତା ଧୀରେ 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 ସେ ଗ୍ୟାପ ଟା ବଢିଯାଏ। ହେଲା ସାଧନା ଦିନ, ହେଲା। ହୁଁ ବୁଝି ହଉଛି? ହଁ। ଆଉ କିଛି, ଆଉ ସବୁ ପ୍ରଳାପ, ପାଗଳ ପ୍ରଳାପ। ତେଣୁ ସମୟ ଅନୁସାରେ ତୁମର ଯାହା ଯୋଉ ଦେଶ ଯିବ ସେ ଫଳ ଖାଇବ। ଯୋଉଠି ଯାହା ନୀତି ନିୟମ ସେଇ ଅନୁସାରେ ଚଲିବ। ତମେ ଇଣ୍ଡିଆରେ ଅଛ, ରାସ୍ତାର ବାଁ କଡେ ଚାଲୁଛ। ଆମେରିକା ଯିବ, ସେଇ ଡାହାଣ କଡେ ଚାଲିବ। ତାମାନେ ମୁଁ ଇଣ୍ଡିଆ ଲୋକ, ମାନେ ମୁଁ ଏଠି ବି ଡାହାଣ କରେ ଚାଲିବି, ଭୁଲେଇଯିବ ବାଁ କରେ ଚାଲିବି। ମାନେ ନିୟମକୁ ଫଲୋ କରିବାକୁ ପଡିବ। ହଁ ହଁ, ଯୁଆଡେ ଯିବ ସେଇଭଳି ନିୟମ ଫଲୋ କରିବ। ଶକ୍ତି ହେଲା ଏଇ ଗୋଟିଏ। ମଣିଷ ଶ୍ରେଷ୍ଠ ନୁହେଁ କି କୁକୁର ନିକୃଷ୍ଟ ନୁହେଁ, ହେଲା। ହଁ। ଆଜ ୟୁଜୁଆଲ ସବୁ ସମାନ, ସମସ୍ତଙ୍କ ହୁଁ ଭିତରେ ଯେ ଗୋଟିଏ ତତ୍ଵ ଅଛି। ଆଉ ହଁ ହଁ ହଁ। ହଁ କିଛି ନାହିଁ। ଏଇ ଇଚ୍ଛା, ଗୋଟେ ଦ୍ୱେଷ, ଅହଂକାର ସମସ୍ତ କୁକୁର ଭିତରେ ସୃଷ୍ଟି ହଉଛି, ଆମ ଭିତରେ ଜୀବ ମାତ୍ରେ ସୃଷ୍ଟି ହଉଛି। ସିମ୍ପୁଲ ସିମ୍ପୁଲ କଥା। ବୋଲେ ଗୋଟେ ପିମ୍ପୁଡି ଆଉ ଗୋଟେ ହାତୀ, ଗୋଟେ ମଣିଷ ଭିତରେ କିଛି ତଫାତ ନାହିଁ। ହୁଁ ହୁଁ ଗୋଟେ ପିମ୍ପୁଡି ତା ପରିବାର ପାଇଁ ସେ ମୁଖ୍ୟ, ତା ହୁଁ ସଂସାର ପାଇଁ ସେ ମୁଖ୍ୟ, ହେଲା। ଆମ ଜୀବନରେ ଆମେ ମୁଖ୍ୟ ଭାବୁଛି, ଯେହେତୁ ଆମେ ମଣିଷ, ଆମେ ଜୀବନଟାକୁ ଆମେ ବହୁମୂଲ୍ୟ ବୋଲିକି ନିଜକୁ ଇଏ କରୁଛି, ଯେହେତୁ ଆମର ଶାସନ ଚାଲିଛି। ଯଦି ହାତୀର ଶାସନ ଚାଲିବ, ପିମ୍ପୁଡିର ଶାସନ ଚାଲିବ, ହୁଁ ସିଏ ପିମ୍ପୁଡି କହିବ ମଣିଷ ଯଦି ମତେ ମାରିଦବ, ମଣିଷକୁ ମାରିଲେ କିଛି ଅସୁବିଧା ନାହିଁ, ପିମ୍ପୁଡି ତୁ ମଣିଷ ଯଦି ମାରିଲା, ମଣିଷକୁ ଫାଶୀ ହବ। ହୁଁ ଯେମିତି ମଣିଷକୁ ମଣିଷ ମାରିଲେ ଫାଶୀ ହଉଛି, ପିମ୍ପୁଡିକୁ ହୁଁ ପିମ୍ପୁଡି ମାରିଲେ ଫାଶୀ ହବ। ହୁଁ ପିମ୍ପୁଡି କେହି ମାରିପାରିବେନି, ହେଲା। ହୁଁ ଏଇଭଳି କଥା ଆଉ। ଜୀବନର କୋଉଠି ବିକଳ୍ପ ନାହିଁ। ଜୀବ ସତ୍ତା ସର୍ବୋତ୍ତମ, ହେଲା।
ସେ କୁମ୍ପୁଡି ହଉ ଝିଟିପିଟି ହଉ ଯେକୌଣସି ଜିନିଷ ହଉ, ଜୀବ ସେଠି ରହିଲା ନା, ସେଠି ଛୋଟ ବଡ କିଛି ନାହିଁ। ସବୁର ମହତ୍ଵ ଏକ, ସମ୍ବେଦନଶୀଳତା ସମସ୍ତଙ୍କ ସମାନ ହେଲା। ବହୁତ ସୁନ୍ଦର ଜିନିଷ। ବାସ୍ତବରେ ଆମେ ଜୟଜୀବ କହୁଛେ ମାନେ ନିରାମିଷାଶୀ ହବା ଉଚିତ। ହଁ ମୁଁ ବି ସେଇଆ ଭାବୁଥିଲି ଆକ୍ଚୁଆଲି। ଜୟଜୀବ କହୁଛେ ମାନେ ଆମେ ଜୀବ ହତ୍ୟା କରି ଖାଉଛେ ନା, ତ ଜୟଜୀବ କିଛି ସେଇଟା ନା, ପଏଣ୍ଟ ନାହିଁ। ତେଣୁ ଯୋଉମାନେ ଜାଣିନାହାନ୍ତି ସେମାନେ ଭୁଲ କରନ୍ତି। ତେଣୁ ଆମେ ଇନ୍ଦ୍ରିୟ ଲାଳସା ଯୁକ୍ତ ହେଇ କାହିଁ କରିବା? ଜ୍ଞାନୀ ଯଦି ବାସ୍ ଭୁଲ ବାସ୍। କରିବ, ଜ୍ଞାନର ମୂଲ୍ୟ କିଛି ଜାଣିକି ନାହିଁ, ବୁଝିପାରିଲ? ଜାଣିକି ମାନେ ମୁଁ ଜାଣିକି ହୁଁ। ଜାଣିକି ସବୁ ଜାଣିଛି ମାନେ ମୁକ୍ତ ନୁହଁ। ମୁଁ ଜାଣିକି ଯଦି ମାନିବି ତେବେ ମୁକ୍ତ ଆଉ ନା। ହଁ, ଆଉ ଖାଲି ଜାଣିକି ମୁଁ ଆଉ ମୁକ୍ତ କେମିତି ହେଇପାରିବ? ସେଟା ଜାଣିକି ତ କିଛି ମୁକ୍ତ ହବନି। ଦାର୍ଶନିକ ଜ୍ଞାନୀ ହେଲା, ପ୍ରକୃତ ଜ୍ଞାନୀ ନୁହେଁ। ବାସ୍ ରାଇଟ୍ ଜ୍ଞାନ ରାଇଟ୍। ଯାହାକୁ ଗ୍ରହଣ କଲ, ସ୍ୱୀକାର କଲ, ଯୁକ୍ତି ସମ୍ମତ କଲ, ତାକୁ ଜୀବ ଦଶାର ପ୍ରୟୋଗାତ୍ମକ ଜିନିଷ ବାସ୍ ଦୃଷ୍ଟି ଲଗେଇବ। ତାକୁ ନିଜ ଲାଇଫ ରେ ଉତାରିବା ହଁ ଦରକାର। ହଁ, ବାସ୍ ବାସ୍। କାୟ ମନ ବାକ୍ୟ ଚେଷ୍ଟା ତିନିଟା କରିବା ସ୍ତରରେ, ଚେଷ୍ଟା ତିନିଟା କରିବା ସ୍ତରରେ ତାକୁ ୟୁଟିଲାଇଜ କରିବ। ମୁଁ ଚେଷ୍ଟା କରିବା। କହିଦେଲି ବଚନରେ, କିନ୍ତୁ ହୁଁ କର୍ମରେ ନାହିଁ, କି ମୁଁ ମନରେ ଜ୍ଞାନୀ ଭାବିଲି। ସତ କିନ୍ତୁ କର୍ମଜ୍ଞାନୀ ମାନେ କର୍ମ ଯୋଦ୍ଧା ଭୁଲ ନୁହଁ। ହେଇଯିବ, ଭୁଲ ହେଇଯିବ, ସେଟା କିଛି ଲାଭପ୍ରଦ ହବନି, ମାନେ ଫଳପ୍ରଦ ଗୋଟେ ହବନି। ପକ୍ଷରୁ ଠିକ ହେଲା ଆଉ ଗୋଟେ ପକ୍ଷରୁ ଭୁଲ ଭାଇ। ନା, ତିନିଟା ତ ଗୋଟେ ସରଳ ରେଖା ହବ, ହଁ ସେଇଟା ହିଁ ପ୍ରକୃତ ହବ ହେଲା। ସେତେବେଳେ ତମେ ହଁ ଠିକ କହିଲ। ତିନିଟା ଗୋଟିଏ ସରଳ ରେଖା ରହିବ। ଯେମିତି ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ କେମିତି ହଉଛି? ତିନିଟାଙ୍କ ଗୋଟିଏ ସରଳ ରେଖା ରହିଲେ ସିନା ହଉଛି। ହୁଁ ହୁଁ ଯଦି ଏକର ସେକର ହବ, ସୂର୍ଯ୍ୟପରାଗ କିମ୍ବା ଚନ୍ଦ୍ରଗ୍ରହଣ ହେଇପାରିବ ନାହିଁ ହୁଁ ହେଲା। ତେଣୁକରି ସେମିତି ଆମର କାୟ ମନ ବାକ୍ୟ, କାୟ ହେଲା ଇଏ କଣ? ଶରୀର। ହୁଁ ହୁଁ ମନ ହେଲା ମନ ଚିନ୍ତନ, ବାକ୍ୟ କହିବା ଯା, ମନରେ ଚିନ୍ତା କରିବା ଯା, କହିବା ଯା, କାର୍ଯ୍ୟ କରିବା ସେୟା। ହୁଁ ମନରେ ଯାହା ଚିନ୍ତା କଲେ ତାକୁ ବାଣୀରେ ବ୍ୟକ୍ତ କରିବା, ଶରୀର ଦ୍ଵାରା ବ୍ୟବହାରିକ ଦୃଷ୍ଟିରେ ଲଗେଇବା, ହୁଁ ଏଇଟା ହେଲା ସିଦ୍ଧି। ନଚେତ କାୟ ଅଲଗା, ମନ ଅଲଗା, ବାକ୍ୟ ଅଲଗା। ମାନେ ଦିଟା ଡଙ୍ଗାରେ ଗୋଡ ଫାଡିକି ଦବା ହଁ, ମାନେ ଦିଟା ଗାଡିରେ ଗୋଡ ଫାଡିକି ଦିଆହେଇଛି ମଝିରୁ ଫାଡି ହେଇଛି ତିନିଟା ଗୋଟେ। ହେଇଯାଉଛି ହେଲା। ହୁଁ ମନରେ ଗୋଟେ ଭାବିଲେ, ହୁଁ କହିଲେ ଗୋଟା, କଲେ ଗୋଟା। ହୁଁ 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 ହୁଁ। ବୁଝିପାରୁଛ କି? ହଁ ସତ କଥା। ତିନିଟା ହେଇଯାଉଛି। ତିନିଟା ହେଲେ ଫଳ ଶୂନ୍ୟ। ଫଳ ବହୁତ ଶୂନ୍ୟ ମାନେ ଗଭୀର ଜିନିଷଟା। ହଁ ହଁ, ଚେଷ୍ଟା କରିବା ମାନେ ଇଏ ତ ମିଳିଗଲା, ଥିଓରି ମିଳିଗଲା, ଏବେ ତାକୁ ପ୍ରାକ୍ଟିକାଲରେ କନଭର୍ଟ କରିବାକୁ ଚେଷ୍ଟା ଆରେ କରିବା। ଏଇଟା ବହୁତ ଇଜି। ଆଉ ଦେଖ, ଯୋଉମାନେ ବହୁତ ମାଂସାଶୀ ଆଇଁଷାଶୀ, ଇଏ ପଞ୍ଚୁକରେ ଛାଡୁଛନ୍ତି ବା ମାସ ଛାଡୁଛନ୍ତି ନା ନାଇଁ? ହୁଁ ଯଦି ମାସକ ଛାଡି ପାରୁଛ, ବର୍ଷ କାହିଁ ଛାଡି ପାରିବନି? ଯଦି ବର୍ଷକ ଛାଡି ପାରିବ, ସାରା ଜୀବନ କାହିଁ ଛାଡି ପାରିବନି? ଯୁକ୍ତି। ମାସକ ଛାଡି ଦଉଛି ନା, ହୁଁ ଯଦି ମାସକୁ ଆମେ ମନକୁ ବୁଝେଇ ଦଉଛେ ଯେ କି ଧର୍ମ ମାସ, ତାହେଲେ ବର୍ଷ କାହିଁ ଧର୍ମ ମାସ ନବାନି? ହଁ ବୁଝିପାରୁଛ କି? ହଁ ତେଣୁ ସବୁ ସମ୍ଭବ। ଗୋଟେ ସାତ୍ଵିକତା ଅଛି, ତାର ବଳ ଗୋଟେ ଅଲଗା ଅଛି। ଅଟୋମେଟିକ ବଳ ଆସିବ, ମୁଁ ଅନୁଭବ ନିଶ୍ଚିତ ଅଛି, କରିପାରୁଛି ନିଶ୍ଚିତ ବଳ ଅଛି। ଆସିବ। କିନ୍ତୁ ଏଇ ଜିନିଷ କଣ, ମନ କହୁଛି ଖାଇଦଉଛି, ହୁଁ, କିନ୍ତୁ ହୁଁ, ଏମିତି ହୁଁ। କରିବା କଥା ନୁହେଁ। ଆକ୍ଚୁଆଲି ମନକୁ ଯଦି ତମେ ଚିହ୍ନିବନି, ମନର ଭାଷାକୁ ଯଦି ପଢିବନି, ଆଉ ମନର ଭାଷାକୁ ଯଦି ସତ ଭାବିକି କର୍ମରେ କନଭର୍ଟ କରିଦବ, ତାହେଲେ କିଛି ପୁରୁଷାର୍ଥ ନିଜର ହୁଁ, ରହିବନି ହୁଁ, ଏଠି। ହୁଁ। ନାଇଁ ନାଇଁ, ମନର ପ୍ରତ୍ୟେକଟି କଥାକୁ ଆମେ ୱାର୍କ ଆଉଟ କରୁନାହୁଁ ନା, କରୁ କି? ନା ନା କରୁନାହୁଁ ନା। ତ ହୁଁ ମୁଁ ଆଇଁଷ ଖାଇବି, ଗୋଟେ ମନର ଭାବ, ହଁ ତାକୁ ଆମେ ୱାର୍କ ଆଉଟ କାହିଁ କରିବା? ହଁ ବୁଝି ହଉଛି? ହଁ ଯଦି ମନର 100ଟା ସେ ଭାବନା ଆଣୁଛି, ତା ଦେହରୁ ଆମେ ବିବେକ ଅନୁମୋଦନ ଦ୍ଵାରା 25% କରୁଛେ କି 10% କରୁଛେ କି 1% କରୁଛେ କି 2% କରୁଛେ ହୁଁ କି 5% କରୁଛେ, ଯାହାବି ଗୋଟେ ରେସିଓ ନବା, ବାକି ହୁଁ ତ ରେଷ୍ଟ ଆମେ ନଉ କରୁନେ ନା। ହଁ ତେଣୁ ଏଇଟା ବି ଯଦି ଆସୁଛି, ୟାକୁ କାଇଁ ଆମେ ଓଭରକମ କରିପାରିବାନି? ମାନେ ଇଏ ସବୁ ଆମେ ଜାଣିକି କରୁଛେ, ମୋ ଅଜାଣତରେ କିଛି ହଉନି, ସବୁ ଜାଣି ଶୁଣି ହୁଁ ହୁଁ କରୁଛେ ହୁଁ ହେଲା। ନହେଲେ କର୍ମର ଫଳ ଯୋଉ ମିଳୁଛି, ହୁଁ। କର୍ମର ଫଳ ଦେଖୁଛେ କି ତମେ ଅଜାଣତରେ କରୁଛ, ସେ ତ ଦବ ନା। ନା, ନିଜେ ଗୋଟେ ଅଲିଖିତ ଗୋଟିଏ ଆମର କଣ ରହୁଛି ନା, ସ୍ୱୀକାରୋକ୍ତି ରହୁଛି। ବାସ୍। ଆମେ ଯଦି ଗୋଟେ ଯାଉଛେ, ଅପରେସନ ହଉଛି, ଆମେ ସ୍ୱୀକାର କରୁଛୁ ନା, ମରଲେ ବି ଦୋଷ ନାହିଁ। ହୁଁ ବା ଚାକିରିରେ କୌଣସି ଯଦି ଇଏ ହେଲା, ଅବଘଟଣ ହେଲା, ମୁଁ ଦାୟୀ। ବାସ୍। ସେଥିପାଇଁ ମୁଁ ଦାୟୀ। ହଁ ବଣ୍ଡ ସାଇନ୍ କରୁଛୁ ନା ନାଇଁ? ଅଣ୍ଡରଟେକିଂ। ମାନେ କଣ କହିଲ,
ଭୌତିକ ସୁଖକୁ ଆମେ ଜାବୁଡି ଧରୁଛେ, ବୁଝିପାରୁଛ ଭାଇ? ମାନେ ଏଇ ଜିନିଷଟା ଯାହା ବି ହେଲେ ରହୁଛି ଭିତରେ, ମାନେ ସଂସାରରେ ରହିକି ବି ଆମେ ସୁଷପ୍ତି ଅବସ୍ଥା, ଯେମିତି କୁହନ୍ତିନି ନିଜର ସୁଷପ୍ତି ଅବସ୍ଥା, ସେଥିରେ ଆମେ ରହିପାରୁନେ ସେଇଭଳିଆ ଅବସ୍ଥାରେ। ନା ତ ସେଥିପାଇଁ କଣ ହୁଏ ନା ଦୀର୍ଘ ଦିନର ଗୋଟିଏ ନିରନ୍ତର ସାଧନା ଦରକାର ହେଲା, ହଁ। ସେଇଟା ପରିପକ୍ୱ ଅବସ୍ଥାକୁ ଆସିବ। ହୁଁ, ଆମେ ଆଉ କ୍ଷଣକ ହେଇଯାଉଛି ସେଇଟା ହେଇଯାଉଛି ଆଉ କଣ। ଠିକ। ଦୀର୍ଘ ସମୟ ଧରି ଗୋଟିଏ ଅବସ୍ଥାରେ ଯଦି ଆମେ ପ୍ରାକ୍ଟିସ କରିଦବା ସେଇଟା ଆମର କଣ୍ଠସ୍ଥ ହୃଦୟସ୍ଥ ମାନେ ଇଏ ହେଇଯିବ। ଆଉ ବେଳେ ବେଳେ କଲେ ସେଇଟା କାମ ଦେଉନି ଏବେ ହେଲା। ହୁଁ, ସତ। ନାଇଁ ମୁଁ ଚେଷ୍ଟା ବି କଲେ ହବନି, ଏଇଟା ହାତରେ ଅଛି ଅଲରେଡି, ତମର ଗୋଟେ ଚଏସ। ତମେ ତମେ ଯଦି ମାନେ ଯୋଉଟା କହୁଛ ସେଇଟା କରୁନ, ସେଇଟା ୱାନ୍ ଟାଇପ ଅଫ ଚଏସ ହେଇଯାଉଛି ନା। ତମେ କହୁଛ ସେଇଟା ତମ ଚଏସ ରେ, ତମେ କରୁନ ସେଇଟା ବି ତମ ଚଏସ ରେ। ତ ଚଏସ କୁ ଚେଞ୍ଜ କରିବାକୁ ପଡିବ। ତ ଚଏସ କୁ ଚେଞ୍ଜ କରିବା ପାଇଁ କଣ, କଣ୍ଟିନ୍ୟୁଟି ଜାଗ୍ରତ ରହିବାକୁ ପଡିବ। ବିନା ଜାଗ୍ରତରେ ଜମା ହବନି, କାହିଁକିନା ମୁଁ ନିଜେ ଦେଖିଛି, ଯେ ପର୍ଯ୍ୟନ୍ତ ମୁଁ ଜାଗ୍ରତ ଅଛି ମୋ ମନ କୁଆଡେ ଗଲା, କୋଉଠୁ ଆଇଲା, କଣ ଭାବୁଛି, ମୁଁ ସବୁ ଦେଖିପାରୁଛି। ଯେତେବେଳେ ବେହୋସ ହେଇଯାଉଛି, ସକ୍ସେସ ର ଗୋଟେ 4ଟି ଫର୍ମୁଲା ପଠେଇ ଦେଖିଛ ତ? ସକ୍ସେସ 4ଟି ଫର୍ମୁଲା, ହଁ 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 ଦେଖିଛି ଦେଖିଛି। କଣ କଣ ଲାଗିବ? କରୁଛି, କଣ କରୁଛି, Know what କଣ, you are doing. ବାସ୍ ମୁଁ କଣ କରୁଛି, Love what you are doing. ୟେସ୍, ଯାହା କରୁଛି ତାକୁ ଭଲ ପାଇବି। ହଁ, ଯେ କଣ କରୁଛ ଆଗେ ଜାଣ, ହୁଁ, ଯାହା କରୁଛ ତାକୁ ଭଲ ପାଅ। କାହିଁକି କରୁଛ ସେଇଟା ବି ଜାଣ, ହଁ, କଣ କାହିଁକି ଉଦ୍ଦେଶ୍ୟ କରୁଛ କଣ। କଣ କରୁଛ ସେଟା ଜାଣ, ଯାହା କରୁଛ ତାକୁ ଭଲ ପାଅ, ତାକୁ କେବେ ଛାଡ ନାହିଁ, ଯାହା କରୁଛ ତାକୁ ଛାଡ ନାହିଁ, ହୁଁ। ତାକୁ ଭଲ ପାଅ, ସେଇଟା ସକ୍ସେସ ଆଉ କଣ। ତଥାପି ଆଉ ସକ୍ସେସ ଗୋଟେ, ହେଲେ ସେଇଟା। ଯେପର୍ଯ୍ୟନ୍ତ ତମେ ମାନେ ଯେପର୍ଯ୍ୟନ୍ତ ତମେ ହେଇନ ନେଭର ଗିଭ୍ ଅପ୍, ମାନେ ଯୋଉଟା ତମ ଉଦ୍ଦେଶ୍ୟ ପୁରା ହେଇନି ଯେପର୍ଯ୍ୟନ୍ତ। ନାଇଁ ସେଟା ତ କଣ୍ଟିନ୍ୟୁଟି ରହିବ ନା। ହଁ। ଆମେ ଆଧ୍ୟାତ୍ମିକ କଣ୍ଟିନ୍ୟୁ। ଭିଡିଓ ବନଉଛେ, ହୁଁ ଆଧ୍ୟାତ୍ମିକ ଭଲ ପାଉଛେ, ହୁଁ, ଆମେ ଜାଣିକି ଏଇଟା କଣ କରୁଛେ ବାସ୍। ହେଲା। ସିମ୍ପଲ ଜିନିଷ ମୁଁ ଏଥିପାଇଁ ବନଉଛି, କାହିଁକି ନା ଗୋଟେ ସେ ଜ୍ଞାନ ଆସିଲା, ଯେହେତୁ ସେ ଜ୍ଞାନ ବିଷୟରେ ମୁଁ କିଛି ଜାଣିଛି, ତ ମୁଁ ହଁ, କାହିଁକି ଅଲଗା କଣ୍ଟେଣ୍ଟ ବନେଇବି, ସେ ସେଇ କଣ୍ଟେଣ୍ଟ ଲେଖିଲା କାହିଁକି ନ ବନେଇବି। ସକ୍ସେସ ଡିମାଣ୍ଡସ 4 ଥିଙ୍ଗସ୍ ହେଲା। ହୁଁ ହୁଁ କଣ ଲେଖିଲା ନା ଅଣ୍ଡରଷ୍ଟାଣ୍ଡ ହ୍ୱାଟ ୟୁ ଆର୍ ଡୁଇଂ, ବୁଝ ହୁଁ ହୁଁ, ହେଲା, ବୁଝ ତାକୁ, ହ୍ୱାଟ ୟୁ ଆର୍ ଡୁଇଂ, କଣ ତୁମେ କରୁଛ ତାକୁ ବୁଝ ବା ଜାଣ। ବାସ୍। ଫୋକସ ଅନ୍ ହ୍ୱାଟ ୟୁ ଆର୍ ଡୁଇଂ, ଯାହା ତମେ କରୁଛ ସେତେବେଳେ ତମେ ଫୋକସ କର, ଏକାଗ୍ର ହୁଅ। ଲଭ ହ୍ୱାଟ ୟୁ ଆର୍ ଡୁଇଂ, ଯାହାକୁ ତୁମେ କରୁଛ ତାକୁ ଭଲ ପାଅ। ନେଭର ଗିଭ୍ ଅପ୍ ହ୍ୱାଟ ୟୁ ହଁ। ଆର୍ ଡୁଇଂ, ତୁମେ ଯାହାକୁ ଭଲ ପାଉଛ ତାକୁ ଛାଡ ନାହିଁ, ଯାହା ହୁଁ ତମେ କରୁଛ ତାକୁ କେବେ ତ୍ୟାଗ କର ନାହିଁ, ବୁଝିପାରୁଛ। ହୁଁ, ଭଲ ଜିନିଷଟା ନୁହେଁ କି? ରାଇଟ୍, ବହୁତ ଭଲ। ସେଇଟା ସକ୍ସେସ ଫର୍ମୁଲା। ଏଇଟା ଟ୍ରୁ ଫର୍ମୁଲା, ଏଇଟା ମାନେ ପୁରା ଆଉ ଏଫର୍ଟଲେସ୍ ଆଗକୁ ଫର୍ମୁଲା। ଏଇଟା